ଧନ୍ୟ ଈଶ୍ୱର ତୁମ ବୁଦ୍ଧି କିପରି ଗଢ଼ିଲା ପ୍ରାରମ୍ଭିକ ଅବସ୍ଥାରେ ଉପସ୍ଥାପନ କରିଥାନ୍ତି ମଙ୍ଗଳ ଆଚରନ୍ତି ତେଲଇତି ମଙ୍ଗଳ ସର୍ବାଦର ଚିରଙ୍କ ଦରବାରରେ
ଆମ୍ଭେମାନେ ମଙ୍ଗଳ ଆଚରଣ ଦାନ କରି ତାପରେ ଗନ୍ତବ୍ୟ ନିର୍ଭର ମାର୍ଗୀ ହବା। ଲେଖିଲେ କଣ କରିପାରିବା? କଣ ଲେଖିବି? हे राम तुम परदासी कथम कर्ण मुख्य चक्र धो पूरा संख्या कृपा चक्षुषा সর্বপ্রথমে বিরক্ত দরবারের আবশ্যক মঙ্গলাচরণ আজকে গ্রামবাসী ମାନଙ୍କର ଏବଂ ଯଜମାନ ମହୋଦୟଙ୍କର ତାଙ୍କ ସମ୍ପର୍କିତ କୁମାର ତାଙ୍କର ନିମନ୍ତ୍ରିତ ବନ୍ଧୁ ପରିବାର ବର୍ଗଙ୍କର ଆପାଳ ବୃଦ୍ଧବୃଦ୍ଧା ଗ୍ରାମବାସୀ ବାବୁମାନଙ୍କ ଉଦ୍ଦେଶ୍ୟରେ ତଥା ଓଡ଼ିଶାର ଜଗତର ସମସ୍ତଙ୍କ ଉଦ୍ଦେଶ୍ୟରେ ଆମେ ମଙ୍ଗଳାଚରଣ ପାଠ କରିଛୁ। ସମସ୍ତଙ୍କ ଉଦ୍ଦେଶ୍ୟ ବଡ଼ ସୌଭାଗ୍ୟର କଥା ଆଜି ଆମର ପରମ ସୌଭାଗ୍ୟ ଦି ଫାଳ ବନ୍ଦ ଗୋଟେ ଫାଳ ଖୋଲା ଯିବ। ଏ ସଂସ୍କୃତି ବିବିଧା ଚ୍ୟାନେଲ ତରଫରୁ ଆଜି ଆମର ଏଇ ପାଲାକୁ ପ୍ରସାରଣ କରିବା ପାଇଁ ପ୍ରୟାସ କରିଛନ୍ତି ଜ୍ଞାନୀ ବାବୁ ମାନେ ମୋ ପଣ୍ଡିତ ମାନେ ପୁରାଣ ପ୍ରେମୀ କାବ୍ୟଦର୍ଶୀ ମାତୃସ୍ଥାନୀୟ ମା ଭଉଣୀ ମାନେ ଆପଣ ମାନେ ଜାଣନ୍ତି ଦିନେ ସ୍ୱର୍ଗରେ ଦେବତା ମାନେ ସଭା କରିକି ବସିଛନ୍ତି। ବୁଝିଲୁ ବାପା? ଆରେ ମହେନ୍ଦ୍ର ବସିଛନ୍ତି ଆରମ୍ଭି ଦେବରାଜ ଇନ୍ଦ୍ର ସ୍ୱର୍ଗରେ ସୁଧର୍ମା ସଭା କରିକି ବସିଛନ୍ତି। ସୁଧର୍ମା ସଭା କାହିଁକି ତାକୁ କୁହାଯାଏ? ଯେଉଁ ସଭାରେ ଆଜ୍ଞା ଉତ୍ତମ ଧର୍ମ ସମ୍ବନ୍ଧୀୟ ଆଲୋଚନା କରାଯାଏ ସେ ସଭାକୁ ସୁଧର୍ମା ସଭା କହନ୍ତି। ସେଇ ସଭାରେ ବାବୁରେ ଭଗବାନ ଶଙ୍କର ଉପସ୍ଥିତ ଅଛନ୍ତି। ଶଙ୍କର ଭଗବାନ ହେଉଛନ୍ତି ସଭାପତି, ଦେବତା ମାନେ ରୁଣ୍ଡୀଭୂତ ହେଇଛନ୍ତି, ରମ୍ଭା ଉର୍ବଶୀ ମେନକା ଅପ୍ସରା ମାନେ ନୃତ୍ୟରତା ଅଛନ୍ତି। ରମ୍ଭା ଉର୍ବଶୀ ମେନକା ଅପ୍ସରା ମାନେ ନାଚୁଛନ୍ତି। ଦେବଗୁରୁ ବୃହସ୍ପତି ଠିଆ ହେଲେ। ଦେବଗୁରୁ ବୃହସ୍ପତି କହିଲେ ହେ ଦେବରାଜ ଇନ୍ଦ୍ର, ଏଇ ରମ୍ଭା ଉର୍ବଶୀ ମେନକା ଏମାନେ ହେଲେ ସ୍ୱର୍ଗର ବେଶ୍ୟା। ଏମାନେ ପ୍ରତ୍ୟେକ ଦିନ ଦେବସଭାରେ ନୃତ୍ୟ କରୁଛନ୍ତି। ଆଜି ଏଇ ରମ୍ଭା ଉର୍ବଶୀ ମେନକା ଅପ୍ସରା ମାନେ ନୃତ୍ୟ କରି ଦେବତା ମାନଙ୍କ ମନକୁ ଆମୋଦିତ କରିପାରିବେ ନାହିଁ। ଆଜି ଆପଣ ଶଙ୍କର ଭଗବାନଙ୍କୁ ନିମନ୍ତ୍ରଣ କରନ୍ତୁ। ଶଙ୍କର ଭଗବାନ ଆସି ଦେବ ସଭାରେ ତାଣ୍ଡବ ନୃତ୍ୟ କରନ୍ତୁ। ଦେବତା ମାନଙ୍କ ଅନୁରୋଧରେ ଶଙ୍କର ଭଗବାନ ଆସିଲେ, ଦେବ ସଭାରେ ତାଣ୍ଡବ ନୃତ୍ୟ କଲେ। ପଦଟିଏ ଭାଇ ବୋଲିବା କହିଲେ କୁଞ୍ଚାନନ ତାଣ୍ଡବ
ভগবান বিভোর শঙ্কর ভগবান নাচিলে দেবতা মানে নৃত্য দেখি আনন্দিত হেলে এ মোর জ্ঞানী বাবু মানে ମୋ ପଣ୍ଡିତ ମାନେ ଯିଏ ଭଲ ନୃତ୍ୟ କରନ୍ତି ତାକୁ ପୁରସ୍କାର ଦିଆଯାଏ। ଦେବତା ମାନେ ଦେଖିଲେ ଶଙ୍କର ଭଗବାନଙ୍କ ନୃତ୍ୟରେ ଦେବତା ମାନେ ଆନନ୍ଦିତ ହୋଇ ଗୋଟିଏ ଅମୃତର ଲଡୁଟିଏ ଆଣିଲେ। ଅମୃତ ଲଡୁ ଶଙ୍କର ଭଗବାନଙ୍କୁ ପୁରସ୍କାର ଦେଲେ। ଶଙ୍କର ଭଗବାନ ମନରେ ଭାବିଲେ ଏ ଅମୃତର ଲଡୁ ସଦାବେଳେ ମୁଁ ଖାଉଛି, ଆଜି ଏ ଲଡୁ ଟିକେ ନେଇକି ମୋ ଘରକୁ ଯିବି। ମୋର ଦିଟା ପୁଅ ଅଛନ୍ତି, ଗଣେଶ ଆଉ କାର୍ତ୍ତିକ। ମୋ ପିଲାମାନଙ୍କୁ ଏ ଲଡୁ ଟିକେ ନେଇକି ଦେବି। ଏଇ କଥା ବିଚାର କରି ଶଙ୍କର ଭଗବାନ ଅମୃତର ଲଡୁ ଧରି କୈଳାସ ପର୍ବତରେ ପହଞ୍ଚିଲେ। ଡାକିଲେ ଗଣେଶଙ୍କୁ, କହିଲେ ଗଣେଶ, କାର୍ତ୍ତିକେଶ୍ୱର, ଆରେ ମୁଁ ଆଜି ଦେବସଭାକୁ ଯାଇଥିଲି। ଦେବତା ମାନଙ୍କ ଅନୁରୋଧରେ ମୁଁ ତାଣ୍ଡବ ନୃତ୍ୟ କଲି। ମତେ ସେମାନେ ଅମୃତର ଲଡୁଟିଏ ଦେଇଛନ୍ତି, ମୁଁ ସେ ଲଡୁଟି ଆଣିଛି। ମୁଁ ଏ ଲଡୁ ଖାଇବିନି, ହଁ ତମ ମାନଙ୍କୁ ମୁଁ ଦେବି। କିନ୍ତୁ ଗୋଟେ ପରୀକ୍ଷା, ପରୀକ୍ଷା ହେଲା କଣ? ଯେ ବିଶ୍ୱ ବ୍ରହ୍ମାଣ୍ଡକୁ ଯିଏ ଆଗ ପରିକ୍ରମା କରିକି ଫେରିବ ତାକୁ ମୁଁ ଲଡୁ ପୁରସ୍କାର ଦେବି। ଯେତେବେଳେ ଏଇ କଥା ଗଣେଶ କାର୍ତ୍ତିକଙ୍କୁ କହିଲେ ଯେ ବିଶ୍ୱ ବ୍ରହ୍ମାଣ୍ଡ ଆଗ ଯିଏ ପରିକ୍ରମା କରିବ ତାକୁ ଲଡୁ ଦିଆଯିବ। ଏ ଘଟଣା ଶୁଣି ବୀର କାର୍ତ୍ତିକ ମୟୂର ପୃଷ୍ଠରେ विश्व ब्रह्मांड परिक्रमा करबाकू भगवान कार्तिकेश्वर मयूर पृष्ठरे बसी पृथ्वी बुलिबाकू भगवान गणेश ठाकुर भाविले मूषा बाहन केते बात ଅଛି मूषा बिले कुकुर भिड़ी खाई दबो बुलिवा दूरे थाउ। तेणु भगवान गणेश ठाकुर शिव को आश्रम चारिपटे 3 थर बुलिले। बोले बाबा मते दिया मैं विश्व ब्रह्मांड बुलिबी। भगवान शंकर हसिले, कहले बाबा गणेश केमिति तुम विश्व ब्रह्मांड बुलिलो? तुम तो कैलाश पर्वत छाड़ी के अन्यत्र जाइनो। भगवान गणेश कहिले आपण मानकर हिमालय पुत्र पंचरत्न शिवस्तोत्र तो दांत खसी जीवले कहली सबटा लिखिले। हिमालय पुत्र पंचरत्न शिवस्तोत्र कोन लिखिले? भगवान गणेश कहले बाबा तुम ब्रह्मा ये सृष्टि करता विष्णु परिपालक शिव शिवोदनंत ये सर्वसंहार कारक ज्ञानी बाबू माने मोर पंडित माने भगवान गणेश कहिले बोले तुम ब्रह्मा सृष्टिकर्ता छो। बाबा आपण होचंदी ब्रह्मा सृष्टिकर्ता, सृष्टि कर परबी। तुम विष्णु परिपालक, आपण आज भगवान विष्णु पालन करता, पालन कर परबी। तुम शिव संहार करता, आपण को चतुर्पार्श्व रे बुलिबा जहा विश्व ब्रह्मांड बुलिबा। हसिला शंकर भगवान हेले गणेश एणु तुम तमे कोन कहिलो? ना मु ठीक कहली। तमे ठीक होचो? मते एणु तुम बुझेलो लागुछ? नाइ मु एणु तने बुझेनी, मु आपन ठीक ब्रह्मांड कथा कहूची। एठी
ଗଣେଶ ଭଗବାନ କହିଲେ ବାବା ବ୍ରହ୍ମାଣ୍ଡ ବିଷୟରେ ମୁଁ ତୁମକୁ ଦି ଚାରି ପଦ କଥା କହୁଛି ଆପଣ ଟିକେ ଶୁଣନ୍ତୁ। ତମେ ଯୋଉ କହିଲ ବୋଲି ଏଣୁ ତେଣୁ ସେଇ ଯୋଗୁ ତମକୁ ବୁଝଉଛି। ହଁ ହଁ କହିଲେ ବ୍ରହ୍ମ ବୋଲି କରି ଯେଉଁ ଦୁଇଟି ଅକ୍ଷର ଏହି ବିଶ୍ୱ ବ୍ରହ୍ମାଣ୍ଡର ହେ ବାପା ଆପଣ ମାନଙ୍କର ବ୍ରହ୍ମବର୍ତ୍ତ ପୁରାଣ ପ୍ରମାଣ ଦେଲା ବ୍ରହ୍ମ ବୋଲି ଆମେ ଦିଟା ଅକ୍ଷର କହୁଛେ ଏ ବିଶ୍ୱ ବ୍ରହ୍ମାଣ୍ଡ ଯାକ ବ୍ରହ୍ମ ପରିପୂର୍ଣ୍ଣ ହେଇକି ରହିଛି ଏ ବ୍ରହ୍ମ ନାମ ଅନୁସାରେ ବ୍ରହ୍ମାଣ୍ଡ ହୋଇଛି ଚାରିଆଡ଼େ ବ୍ରହ୍ମ ପୁରୀ ପୁରୀ ବାପା ବ୍ରହ୍ମରୁ ବ୍ରହ୍ମାଣ୍ଡର ସୃଷ୍ଟି ଚାରିଆଡେ ବ୍ରହ୍ମ ପୁରୀଟି ଅଛି ବ୍ରହ୍ମ ନାମ ଅନୁସାରେ ବ୍ରହ୍ମାଣ୍ଡ ହେଇଛି ବ୍ରହ୍ମାଣ୍ଡ କେତେ ଅଛି ଆପଣ ଜାଣିଛନ୍ତି ଭଗବାନ ଗଣେଶକୁ ଭଗବାନ ଗଣେଶ ଠାକୁର ଭଗବାନ ଶଙ୍କରଙ୍କୁ ବୁଝେଇଲେ ବାପା ବ୍ରହ୍ମାଣ୍ଡ କେତେଟା ଅଛି ଆପଣ ଶୁଣନ୍ତୁ ଜ୍ଞାନୀ ଗୁଣି ବାବୁ ମାନେ ମୋ ପଣ୍ଡିତ ମାନେ ମାତୃସ୍ତରୀୟ ମା ଭଉଣୀ ମାନେ ଲେଖିଲା ଆପଣ ମାନଙ୍କର ବିପ୍ର ବଳରାମ ଦାସ ବହି ହେଲା ବ୍ରହ୍ମାଣ୍ଡ ଭୂଗୋଳ ବିପ୍ର ବଳରାମ ଦାସ ବ୍ରହ୍ମାଣ୍ଡ ଭୂଗୋଳ ବହିରେ ଲେଖିଲେ ବାବା ବସନ୍ତ ବ୍ରହ୍ମାଣ୍ଡ ଭୂଗୋଳରେ ଲେଖିଲେ କହିଲେ ବ୍ରହ୍ମାଣ୍ଡ କେତେଟା ଅଛି ଆପଣ ମାନଙ୍କର ବ୍ରହ୍ମାଣ୍ଡ ଭୂଗୋଳ ଆସିବୁ କହିଲେ ତିନି ବ୍ରହ୍ମାଣ୍ଡେ ଚାର ଲୀଳା ଜପା ଦଶ জ্ঞানী বাবু মানে ভগবান গণেশ কইলে ব্রহ্মাণ্ড হচ্ছে তিনি ব্রহ্মাণ্ডে যার লীলা যা পাদ সেবন্তী কমলা এটি ଆଉ ଜଣେ କବି ବାହାରି ସିଏ ହେଲେ ଆପଣ ମାନଙ୍କର ଅଚ୍ୟୁତାନନ୍ଦ ମହାପୁରୁଷ ଯିଏ କି ନେମାଳ ଗାଦିର ସିଏ କହିଲେ ବ୍ରହ୍ମାଣ୍ଡ ତିନିଟା ନୁହଁ ବ୍ରହ୍ମାଣ୍ଡ କେତେଟା ସପ୍ତ ବ୍ରହ୍ମାଣ୍ଡର ବାପା ସୁନ୍ଦର ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ସପତ ବ୍ରହ୍ମାଣ୍ଡର ନାଥ ହେବ କି ନାଥ ହେବ କି ଅଚ୍ୟୁତ ବ୍ରହ୍ମାଣ୍ଡ ସାତଟା ଜାଣିବାବୁ ମାନେ ମୋ ପଣ୍ଡିତ ମାନେ ପୁରାଣ ପ୍ରେମୀ ବାବୁ ମାନେ ଆନ୍ଦୋଳନ କବି ବାହାରିଲେ କହିଲେ ବ୍ରହ୍ମାଣ୍ଡ ତିନିଟା ନୁହଁ କି ସାତଟା ସାତ ନୁହଁ ଭକ୍ତ କବି ଦୀନକୃଷ୍ଣ ଦାସ ଦୀନକୃଷ୍ଣ କବି ବଞ୍ଚିଲେ ପାଲା ବଞ୍ଚିବ ବଞ୍ଚିଲେ କଳାକାର ବଞ୍ଚିଲେ କବି ମହୋଦୟ କବି ଶପଥ କୁମାର ମହାପାତ୍ର ମହୋଦୟ ଯିଏକି ଆସିଛନ୍ତି ମହୋଦୟଙ୍କ ବାପା ହଉଛନ୍ତି ଓଡ଼ିଶାର ଜଣେ ପ୍ରତିଷ୍ଠିତ କବି ଆମ ଗୁରୁ ଧର୍ମାନନ୍ଦ ଦୀକ୍ଷିତ ଯେତେବେଳେ ଥିଲେ ସେଇ ଏବଂ ଗାୟକ ଥିଲେ କେଶରୀ ଉଦୟନାଥ ଏବଂ ଯାଜପୁରର ପ୍ରଖ୍ୟାତ ଗାୟକ କ୍ଷେତ୍ରବାସୀ ମିଶ୍ର ସେଇ ମହୋଦୟଙ୍କ ସମୟର କବି ସେ ତ ସବୁ ଗଲେଣି ସେ ସବୁ ଗଲେଣି ଗଲେ ହବ ସେମାନେ ଗଲେଣି ସେମାନଙ୍କ ନାଁ କାହିଁକି ଆପଣ ଆଉ ଧରୁଛନ୍ତି ସେମାନେ ଯୁଗେ ଯୁଗେ କବି ମାନେ ଅମର ଆଜି ତ ମଲେ ସେ ଗଲେ ଡକ୍ଟର ମାୟାଧର ମାନସିଂ ଲେଖିଲେ କବି ମାନେ ମରନ୍ତିନି ଆଉ ଆରେ 4 ଜଣ ମରନ୍ତିନି କୋଉ 4 ଜଣ ମରନ୍ତିନି କବି କଳାକାର ଭକ୍ତ ଦେଶ ସେବା
ବସନ୍ତ ଆଜ୍ଞା। 4 ଜଣ କେବେ ମରନ୍ତିନି। ନାଇଁ ସେ 4 ଜଣ ହେଲେ ଆମ ପାଳିଆ 4 ଜଣ। ଆରେ ନାଇଁ ସେ ରେ ମଲେ ବି ଓଡିଶା ଯାକ ଗାୟକ ଗାୟିକା ଆମକୁ ମନେ ରଖିବେ। ତମେ ମଲେ କିଏ ମନେ ରଖିବ? ଶୁଣ କବି ମାନେ ମରନ୍ତିନି। ନା ଡକ୍ଟର ମାୟାଧର ମାନସିଂହ କହିଲେ କବି ମାନେ ମରନ୍ତିନି। ଦିନ ଦାସ ଗଲେଣି, କବି ସୁଭା ନରେନ୍ଦ୍ର ଭଞ୍ଜ ଗଲେଣି, ଯେତେ ବଡ ବଡ କବି ମାନେ କବି ସୂର୍ଯ୍ୟ ବଳଦେବ ଗଲେଣି, ଯେତେ କବି ମାନେ ଗଲେ ମଧ୍ୟ ତାଙ୍କ ଗୀତକୁ ଆମେ ବୋଲୁଛୁ, ତାଙ୍କ ଗୀତକୁ ଆଜି ଆମ ସଭାରେ କହୁଛି। ତେଣୁ କବି ମାନେ ମରନ୍ତିନି। ମଲେ ବି ରାତି ପାଇଲେ ଆମେ ତାଙ୍କ ନାଁ ଧରୁଛୁ। ବୁଝିଲୁ? କଳାକାର ମାନେ ମରନ୍ତିନି। କଳାକାର ଅକ୍ଷର ମହାନ୍ତି ଆଜ୍ଞା ଗଲେଣି, ଭିକାରୀ ବଳ ଗଲେଣି, ଅରବିନ୍ଦ ମୁଦୁଲି ଗଲେଣି, ନିମାଇ ହରିଚନ୍ଦନ ଗଲେଣି, ଗାୟକ ଧର୍ମାନନ୍ଦ ଦୀକ୍ଷିତ ଗଲେଣି, କ୍ଷେତ୍ରବାସୀ ମିଶ୍ର ଗଲେଣି। ଯେତେ ବଡ ବଡ ଗାୟକ ଗଲେ ମଧ୍ୟ ସିଏ ଅମର ଥାନ୍ତି। କାହିଁକି ଆଜ୍ଞା? ମୋ ଗୁରୁ ଧର୍ମାନନ୍ଦ ଦୀକ୍ଷିତ ବୋଧେ କହିଲା ଏଥିରେ କଣ କହିଲେ? ଗୋଟିଏ ପଦ ଆସୁ ଗୋଟିଏ ପଦ ଲମ୍ବା ନାହିଁ। ବାବା ପ୍ରସନ୍ନ। ହଁ ଆରେ ଶପଥ ସାରଙ୍କର ମାରାମ ଆଜ୍ଞା। ତାଙ୍କ ପାଦ ତଳେ ଅନନ୍ତ କୋଟି ପ୍ରଣାମ। ସେ ମହୋଦୟ ଡାକ୍ତର ବାବୁଙ୍କ ହାତରେ କରିଛନ୍ତି। କଣ କହିଲେ? କହିଲେ ପାଲା କେବେ ସଂକ୍ଷିପ୍ତ କରିବନି, ନାଇଁ ଯାହା କରୁଛ ରାତି ପାଇଲେ ଯାଇ ଗାଇବ। ରାତି ପାଇଲେ ଯେ ପାଲା କରିବ। ହଁ ଆମେ ତାକୁ ଚାଲିଲେ ଦେଖିବୁ। ଆଚ୍ଛା ବୁଝିଗଲା? ତାହେଲେ ନବା। ମହାଶୟଙ୍କ ପାଦ ତଳେ ଅନନ୍ତ କୋଟି ପ୍ରଣାମ। ବାସ୍ ସିଏ ମଧ୍ୟ ଏତେ ପାଲା ପ୍ରେମୀ, ପାଲା କାହାକୁ ସେ ଭଲ ପାଆନ୍ତି। ସତ କଥା। ତାଙ୍କ ବିଷୟରେ ପଦେ ମୁଁ କହିବି। ତାଙ୍କ ପାଦ ତଳ ଧୂଳି ହେଇକି ଆଜି ଆମେ ମୁଁ ଯଦି ପରିଚିତ ହେଇଥାଏ, ମୋ ଭଳିଆ ଅନେକ ଗାୟକ ଓଡିଶାରେ ପରିଚିତ ହେଇଛନ୍ତି ଶପଥ ସାର। ସାରଙ୍କ ପାଦ ଧୂଳି ତମେ ପବିତ୍ର ହେଇଛ, ମୁଁ ପରିଚୟ ହେଇଛ। ଆମେ ତାହେଲେ ଗଲାବେଳେ ଗୋଟେ ଦିଆସିଲି ଖୋଳାରେ ତାଙ୍କ ପାଦ ଧୂଳି ନେଇଯିବି, ପାଣି ଟାଙ୍କିରେ ପକେଇବି। ନାଇଁରେ ଆଉ ତୋ ସ୍ତ୍ରୀ କି ନା ବୁଝେ ତା ରୋଗ ଭଲ ଆରେ ହେଇଯିବ। ନାଇଁ ପାଣି ଟାଙ୍କିରେ ପଇଲେ ଆମ ପଞ୍ଚାୟତ ଯାକ ସମସ୍ତେ ପବିତ୍ର ହେଇଯିବେ। ଆରେ ଶୁଣୁ ଅଲଖ, ଆଜ୍ଞା କଳାକାର ମାନେ ଗଲେ ମଧ୍ୟ ଧର୍ମାନନ୍ଦ ଦୀକ୍ଷିତ କହନ୍ତି କହନ୍ତି ଗଲା ଦିନୁ ମଦନ ବଳେଇକି କା ସଙ୍ଗେ ପରିଚିତ ହୋଇକି। ତମ ନରସିଂହ ହଉଥିବ। ଇଏ ଅନ୍ତରଣା ଛନ୍ଦ। ବୁଝିଲୁ? ତାଙ୍କ ପାଦ ତଳ ଅନନ୍ତ ରଘୁନାଥ ପାଦ ତଳ କୋଟି ମୂଲ୍ୟା। ସିଏ କହନ୍ତି ବାଙ୍କି ହରିରାଜପୁରରେ ମଦନ ମହାରଣା ବୋଲି ଜଣେ ଗାୟକ ଥିଲେ। କହିଲେ ମଦନ ବଢେଇ ଗଲା ଦିନ ଠାରୁ ଲଢେଇ ପାଲା ଓଡିଶାରେ ଆଉ ନଢେଇ ପାଲା ହଉନି। ଆଜିକାଲି ଯୋଉ ପାଲା ବାଲା ବାହାରିଛନ୍ତି ଇଏ ସବୁ କୂଳ ବାଲୁଆ ପାଲା। ଆରେ ସତ କଥା। ତେବେ ବଣ ବାହାନ କଥା